କାହିଁକି କହିଲା ସିଏ କଣ ପାଇଁ କହିଲା ମତେ ସେଜ ଛାଡିବା ପରଠାରୁ ଘରର ଯାହା ବି କାମ ସବୁ କରିବାକୁ ପଡିଥାଏ। ଠାକୁରଙ୍କ ପୂଜା ସରିବା ପରେ ସାରଙ୍କର ମୋର ବସି ଯାଇଥିଲୁ ଚା ଖାଇବା ପାଇଁ। କାଲି ରାତିରେ ହୋଇଥିବା ପୁରୀ ସେଥିରୁ ବଳି ପଡ଼ିଥିଲା 4 ପଟ, ସାରଙ୍କର 2 ପଟ, ମୋର 2 ପଟ। ଖାଇବାରେ କେବେ ମୁଁ କମ୍ପ୍ରମାଇଜ କରିପାରିବିନି, ତେଣୁକରି ପୁରା ସମାନ ଭାଗ ମୁଁ କରିଦେଲି। ପୁରୀ ଖାଇସାରିଲା ପରେ ତାପରେ ଛାତ ଉପରକୁ ଚାଲି ଯାଇଥିଲି ଲୁଗାପଟା ଶୁକେଇବା ପାଇଁ। ଆଜିର ପାଗଟାକୁ ଦେଖିକି ମୋର ଗୋଟେ ଜିନିଷ ମନେ ପଡିଗଲା, ଏ ପାଗଟା ପୁରା ରଜ ପାଗ ହେଇଛି, ପୁରା ପାଗଟା ବଢିଆ। ଆପଣ ମାନେ ରଜ ପାଇଁ ସପିଂ କଲେଣି କି ନ କଲେଣି ମତେ ଟିକେ କମେଣ୍ଟରେ ଜଣେଇବେ। ଲୁଗା ଶୁକଉଥିଲା ବେଳେ ଦେଖିଲି ଯେ ଗୋଟେ ମହୁମାଛି ଦଳ ଆମ ଛାତ ଆଡକୁ ମାଡି ଆସୁଛନ୍ତି। ମୁଁ ଜୀବନ ବିକଳେ ଡରିକି ତଳକୁ ପଳେଇ ଆସିଲି। ଟ୍ୟୁସନରୁ ଫେରିଲା ବେଳେ ପୁଅ ଜଳଖିଆ ଜରିଟାକୁ ଆଣିକି ମୋ ହାତରେ ଧରେଇ ଦେଇ କହିଲା, ଆକୁ ତୁ ଖାଇବୁ, ଆମେ କେହି ଖାଇବୁ ନାହିଁ। ଏମିତି ସିଏ କାହିଁକି କହିଲା, କଣ ପାଇଁ କହିଲା ପଚାରିବାରୁ ସିଏ ମତେ କହିଲା, ଆମେ ତ ସବୁବେଳେ ବାହାରେ ଖାଉଛୁ, ତୁ ତ ଖାଉନୁ, ସେଥିପାଇଁ କି ମୁଁ କହିଲି ତୁ ଖାଇବୁ, ଆମେ କେହି ଖାଇବୁ ନାହିଁ। ମହୁମାଛି ଦଳ ଗଲା ପରେ ମୁଁ ଛାତ ଉପରକୁ ଯାଇକି ଚଢେଇଙ୍କ ପାଇଁ କିଛି ପାଣି ଆଉ ଚାଉଳ ପକେଇ ଦେଇଥିଲି। ତାପରେ ଭୋଜନର ସମୟ ହେଇଯାଇଥିଲା। ଭୋଜନରେ ଥିଲା ଭାତ, ଡାଲି, ଖଡା ଜହ୍ନି ରାଇ, ଆଳୁ, କଲରା ସିଜାର ଚଟୁଣି। ଖଡା ଜହ୍ନି ରାଇଟା ମୋର ଅଲ୍ ଟାଇମ୍ ଫେଭରାଇଟ୍। ପଖାଳ କଂସା ପାଖରେ କରେଇଟା ରଖି ଦେଇଥିଲି। ରାଇ ହବ, ମୁଁ ଆଉ କରେଇ ଚାଟିକି ଖାଇବି ନାହିଁ, ଏଇଟା ତ କେବେ ହେଇପାରିବ ନାହିଁ। କରେଇ ଚାଟିକି ଖାଇବାରେ ଯୋଉ ମଜା ଯୋଉମାନେ ଖାଇଛନ୍ତି ସେମାନେ ଜାଣିଛନ୍ତି। ଆପଣ ଖାଆନ୍ତି କି ନାହିଁ ମତେ ଟିକେ କହିବେ। ଏମାନଙ୍କ ପାଇଁ ବାରିରେ କିଛି ଗଛ ରହିବ ନାହିଁ। କାଲି ଏମାନଙ୍କ କଥା କହୁ କହୁ ସେମାନେ ଆଜି ଆସି ପହଞ୍ଚିଗଲେ।